அன்பினால் நிறைவேற்ற வாழ்க்கை துறைகளில் தொகுதியுடைய வேட்பாளராக மக்களின் முன்னுரிமை ஒரு ஆயுனாக மக்களின் தேவைகளெல்லாம் முதன்மைப்படுத்தி மக்களுக்கான தன்மையை அர்ப்பணித்து வந்திருக்கிற இதோட அன்பு சகோதரர் ஜோசப் அவர் உன்னதமான கருவில் ஒப்புக்கொண்டு ஜெபிக்கிறோம் ஆண்டவரே. இதோ உங்கள் மந்தைக்கு நீர் திருவிடமான இதோ இந்த நாளிலும் இந்த ஆடை தேடி வந்து நோக்கி முழங்கால் படிவிட்டு மன்றால் ஜெபித்து இதோ இந்த தொகுதியின் மக்களுடைய மேம்பாட்டிற்காக தன் வாழ்க்கை முழுமையாக அர்ப்பணித்து ஆசீர்வதியும். இந்த தொகுதியுடைய வெற்றிக்காக முன்னெடுத்து அனைத்து பணிகள் நிறைவாக ஆசீர்வதியும். என்னாலும் இந்த அன்பு சகோதரோடு ପ୍ରେଜ୍ ଦ ଲର୍ଡ। ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋସେସ୍ ନ୍ୟୁଜ୍ ଟିଭିରେ। ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓକୁ ଦେଖିବାକୁ ପାଇଲେ ଯେ ଚର୍ଚ୍ଚ ଭିତରେ ଜଣେ ବ୍ୟକ୍ତି ଆଣ୍ଠୁ ମାଡ଼ି ଆଗକୁ ଯାଉଅଛନ୍ତି ଆଉ ପ୍ରାର୍ଥନା କରୁଅଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ସେ ବ୍ୟକ୍ତି ଆଉ କେହି ନୁହେଁ, ସେ ବ୍ୟକ୍ତି ହେଉଛନ୍ତି ସାଉଥ୍ ଇଣ୍ଡିଆନର ଆକ୍ଟର ତାଲାପତି ବିଜୟ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଜାଣିଅଛନ୍ତି ଯେ ସେଇ ଆକ୍ଟର ଏବେ ବର୍ତ୍ତମାନ ତାଙ୍କେ ଇଲେକ୍ସନ୍ ଲଢ଼ୁଛନ୍ତି ଆଉ ଇଲେକ୍ସନ୍ ଟାଇମ୍ରେ ତାଙ୍କେ ଚର୍ଚ୍ଚ ଭିତରେ ଯାଇ ପ୍ରାର୍ଥନା କରୁଛନ୍ତି। ଏହି ଦୃଶ୍ୟ ଆମମାନଙ୍କୁ ଦେଖିବାକୁ ମିଳିଅଛି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଏହି ଭିଡ଼ିଓକୁ ଦେଖି ଚର୍ଚ୍ଚ ଭିତରେ ଆଣ୍ଠୁ ମାଡ଼ି ପ୍ରାର୍ଥନା କରୁଥିବା ଦେଖି ଅନେକ ଲୋକମାନେ ଅନ୍ଧବିଶ୍ୱାସ କହୁଛନ୍ତି, ଅନେକ କଥା ଗୁଡ଼ାକ ଲୋକମାନେ କହୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀମାନେ, କାହିଁକି ନା ତାଲାପତି ବିଜୟ ତାଙ୍କେ ଖ୍ରୀଷ୍ଟିଆନ ଅଟନ୍ତି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପରେ ଗ୍ରହଣ କରିଅଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଖ୍ରୀଷ୍ଟିଆନ ଲୋକମାନେ, ଖ୍ରୀଷ୍ଟିଆନ ବ୍ୟକ୍ତିମାନେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଠାରେ ନିର୍ଭର ଏବଂ ଭରସା କରନ୍ତି, ସେ ବ୍ୟକ୍ତିମାନେ ସମସ୍ତେ ଆଉ ସମସ୍ତ କାର୍ଯ୍ୟରେ ଭଲ ପରିସ୍ଥିତି ଭଲ ହେଉ କିମ୍ବା ଖରାପ ହେଉ, ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରଙ୍କୁ ସ୍ମରଣ କରନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ସେଥିପାଇଁ ତାଲାପତି ବିଜୟ ମଧ୍ୟ ଚର୍ଚ୍ଚରେ ଯାଇ ତାଙ୍କେ ପ୍ରାର୍ଥନା କରୁଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଯଦି ଆମମାନେ ବାଇବଲରେ ଦେଖିବା ହିତୋପଦେଶ ତାର 3 ପର୍ବ ତାର 5-6ରେ ଏହିପରି ଲେଖାଯାଏ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସଳଖ କରିବେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ସର୍ବାନ୍ତକରଣ ସହକାରେ ଈଶ୍ୱରଙ୍କ ଠାରେ ନିର୍ଭର ଏବଂ ଭରସା କରିବା ଦରକାର। ଅଧା ନୁହେଁ, 100% ଈଶ୍ୱରଙ୍କ ଠାରେ ଭରସା କରିବାକୁ ପଡ଼ିବ। ଆଉ ନିଜର ବୁଦ୍ଧି ଅନୁସାରେ କାମ ନୁହେଁ, ନିଜର ବୁଦ୍ଧିରେ ନିର୍ଭର କରିବା ନାହିଁ, କାହିଁକିନା ଆମମାନଙ୍କର ବୁଦ୍ଧି ସୀମିତ ଅଟେ। ତ ଆମମାନଙ୍କୁ ଈଶ୍ୱରଙ୍କୁ କହିବାକୁ ପଡ଼ିବ ଯେ ପ୍ରଭୁ ତୁମର ଇଚ୍ଛା ମୋ ଜୀବନରେ ପୂରଣ ହେଉ। ଆଉ ସମସ୍ତ କାମରେ, କାମ କରିବା ସମୟରେ, ପାଠ ପଢ଼ିବା ସମୟରେ, ଅଫିସ୍ ଯିବା ସମୟରେ, ଏ ସମସ୍ତ କାର୍ଯ୍ୟ ସମୟରେ ଆମମାନେ ଈଶ୍ୱରଙ୍କୁ ସ୍ମରଣ କରିବା ଦରକାର। ତେବେ ଆମମାନଙ୍କର ମାର୍ଗ ସିଧା ହେବ, ପରମେଶ୍ୱର ଆମକୁ ସାହାଯ୍ୟ କରିବେ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଏହିପରି ଖ୍ରୀଷ୍ଟିଆନ ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କରନ୍ତି। ଆଉ ତାଲାପତି ବିଜୟ ମଧ୍ୟ ଇଲେକ୍ସନ୍ ଲଢ଼ୁଛନ୍ତି ଆଉ ତାଙ୍କେ ସେଇ ବିଷୟକୁ ନେଇ ଚର୍ଚ୍ଚ ଭିତରେ ପ୍ରବେଶ କରି ତାଙ୍କେ ପ୍ରାର୍ଥନା କରୁଅଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ସେଇ ତାମିଲନାଡ଼ୁରେ ମଧ୍ୟ ଇଲେକ୍ସନ୍ ଚାଲିଅଛି ଆଉ ସେହି ରାଜ୍ୟରେ ପ୍ରଭୁଙ୍କର ଇଚ୍ଛା ପୂରଣ ହେଉ ଏବଂ ପ୍ରଭୁ ଯାହା ଚାହୁଁଛନ୍ତି ତାହା ସେହି ରାଜ୍ୟରେ ହେଉ ବୋଲି ଆପଣମାନେ ପ୍ରାର୍ଥନା କରନ୍ତୁ। ହଁ ମୋର ପ୍ରିୟ ଭାଇ ଭଉଣୀମାନେ, ଏହି ସମୟ ପର୍ଯ୍ୟନ୍ତ ଆପଣମାନେ ଏହି ଭିଡ଼ିଓକୁ ଦେଖିଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।